ସମ୍ମାନୀୟ ସଭାପତି ମହୋଦୟ, ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ଶ୍ରୋତା ମଣ୍ଡଳୀ ଏବଂ ମୋର ପ୍ରିୟ ସାନ ବଡ଼ ଭାଇ ଓ ଭଉଣୀମାନଙ୍କୁ ପବିତ୍ର ଗୁରୁ ଦିବସ ଅବସରରେ ମୋତେ କିଛି କହିବାକୁ ଅନୁମତି ମିଳିଥିବାରୁ ମୁଁ ନିଜକୁ ଗୌରବାନ୍ୱିତ ମନେ କରୁଛି। ଗୁରୁ ଶବ୍ଦ ହେଉଛି ଦୁଇଟି ଅକ୍ଷରର ସମାହାର। ଗୁର ଅର୍ଥ ଅନ୍ଧାକାର ଏବଂ ରୁର ଅର୍ଥ ହେଉଛି ଜ୍ଞାନ। ଅଜ୍ଞାନ ରୂପକ ଅନ୍ଧକାରରୁ ମୁକ୍ତି କରି ଯିଏ ଆମକୁ ଜ୍ଞାନ ରୂପକ ଆଲୋକ ପ୍ରଦାନ କରିଛନ୍ତି ସେ ହେଉଛନ୍ତି ଗୁରୁ। ସମଗ୍ର ଭାରତ ବର୍ଷରେ ପ୍ରତିବର୍ଷ ସେପ୍ଟେମ୍ବର ମାସ 5 ତାରିଖରେ ଗୁରୁ ଦିବସ ପାଳନ କରାଯାଏ। ଏହି ଦିବସଟି ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଦିବସ। ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣ 1888 ମସିହା ସେପ୍ଟେମ୍ବର ମାସ 5 ତାରିଖରେ ତାମିଲନାଡୁରେ ତିରୁତନି ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ମାଡ୍ରାସ ବିଶ୍ୱବିଦ୍ୟାଳୟରୁ ଦର୍ଶନ ଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ। ସେ 1909 ମସିହାରେ ପ୍ରଥମେ ମାଡ୍ରାସ ପ୍ରେସିଡେନ୍ସି କଲେଜରେ ଅଧ୍ୟାପକ ହୋଇଥିଲେ। ସେ ମଧ୍ୟ ଇଂଲଣ୍ଡର ସର୍ବୋଚ୍ଚ ଉପାଧି ଅର୍ଡର ଅଫ ମେରିଟ୍ ପଦକ ପାଇବାର ସୌଭାଗ୍ୟ ଅର୍ଜନ କରିଥିଲେ। ସେ ଜଣେ ଜ୍ଞାନଯୋଗୀ ଏବଂ ଜଣେ ଆଦର୍ଶ ଗୁରୁ। ଗୁରୁମାନଙ୍କୁ ସମ୍ମାନ ପ୍ରଦର୍ଶନ କରିବା ନିମନ୍ତେ ତାଙ୍କ ଜନ୍ମ ଦିବସକୁ ସେ ଗୁରୁ ଦିବସ ରୂପେ ପାଳନ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହି ଦିନଠାରୁ ତାଙ୍କର ଜନ୍ମ ଦିବସକୁ ଗୁରୁ ଦିବସ ରୂପେ ପାଳନ କରାଯାଇ ତାଙ୍କ ପ୍ରତି ଏବଂ ସମସ୍ତ ଗୁରୁମାନଙ୍କ ପ୍ରତି ଯଥୋଚିତ ସମ୍ମାନ ପ୍ରଦାନ କରାଯାଉଛି। ଆମ ମନରେ ଆମ ଗୁରୁଙ୍କ ପ୍ରତି ଥିବା ଶ୍ରଦ୍ଧା, ସମ୍ମାନ ଏବଂ ଭଲ ପାଇବାକୁ ଦେଖିବା ପାଇଁ ଗୁରୁ ଦିବସ ହେଉଛି ସବୁଠାରୁ ଉତ୍ତମ ମାଧ୍ୟମ। ପ୍ରତ୍ୟେକ ଗୁରୁ ଆମମାନଙ୍କ ଭବିଷ୍ୟତକୁ ଉଜ୍ଜ୍ୱଳ କରି ଗଢ଼ି ତୋଳିବାର କର୍ତ୍ତବ୍ୟ କରିଛନ୍ତି। ସେମାନେ ଆମକୁ ଭଲ ମଣିଷ ହେବାର ସାହାଯ୍ୟ କରିଥାନ୍ତି। ମୋ ପ୍ରତି ଉତ୍ସର୍ଗୀକୃତ ଥିବା ମୋର ସମସ୍ତ ଗୁରୁଜୀ ଏବଂ ଗୁରୁମା ମାନଙ୍କୁ ଆଜିର ଦିନରେ ମୁଁ ଆନ୍ତରିକ ଧନ୍ୟବାଦ ଜ୍ଞାପନ କରୁଅଛି। କବିଙ୍କ ଭାଷାରେ ଗୁରୁ ଆମ ବ୍ରହ୍ମା, ଆମ ବିଷ୍ଣୁ, ଗୁରୁ ଆମ ମହେଶ୍ୱର। ସେହି ଗୁରୁଙ୍କର ପୂଜନ ସତ୍ୟରେ ଜଗତ ଅଟଇ ସାର। ମୁଁ ଏତିକି କହି ମୋ ବକ୍ତବ୍ୟ ସମାପ୍ତ କରୁଛି। ଜୟ ହିନ୍ଦ।